ଯଦି ଦେଖିବା ଆପଣ ସିନେମା ବି ବହୁତ କରିଛନ୍ତି ହଁ ମାନେ ବହୁତ ବର୍ଷ ହବ ମୁଁ ଦେଖିଛି ଆପଣ ସିନେମା ହଁ। କରିଛନ୍ତି କିନ୍ତୁ ୟୁଟ୍ୟୁବ ଆପଣଙ୍କୁ ଟିକେ ଅଧିକ ପରିଚୟ ଦେଲା କି ୟୁଟ୍ୟୁବ ଆପଣଙ୍କୁ ଘରେ ଘରେ ପହଞ୍ଚେଇଲା କି? ନିଶ୍ଚିନ୍ତ ହିସାବରେ ସେତେବେଳେ ମୁଁ ଯେତେବେଳେ ଆସିଥିଲି ସେତେବେଳେ ତ ପ୍ରଥମାନ୍ତ ନାଟକ ଫାଷ୍ଟ ଷ୍ଟାର୍ଟ ହେଲା। ତା ପୂର୍ବରୁ ତ ମୁଁ ଥିଲି ଏଇ ମେକଅପ୍ ଫେକଅପ୍ କରୁଥିଲି, ବୁଝାବୁଝି କରୁଥିଲି, ପ୍ରଡକ୍ସନ ମ୍ୟାନେଜର ଯେମିତି ଆମର ଭାବ ଭାଇ ଥିଲେ ତାଙ୍କର ଆସିଷ୍ଟାଣ୍ଟ କାମ କରୁଥିଲି। ସେତେବେଳେ ବହୁତ ଚଳଚ୍ଚିତ୍ରରେ ବି ମୁଁ କରିଛି, କିନ୍ତୁ ସେତେବେଳେ କ୍ୟାମେରା ଆଉ ମାନେ ଉଡ଼ାଳ ମାନେ ପଛରେ ଥିଲି। ଯେତେବେଳେ ହେଠୁ ନିଜେ ନିଜେ ହେଠୁ ଗୋଟେ ମନରେ ଗୋଟେ ଆସିଲା, ମୁଁ ସେତେବେଳେ ଜାଣିନଥିଲି ଯେମିତି ଗୋଟେ କଳାକାର ହେଇଯିବି ବା ଏମିତି ଗୋଟେ ମୋର ଓଡ଼ିଶାବାସୀ ମୋତେ ଏମିତି ଗୋଟେ କଳାକାର ହିସାବରେ ମୋତେ ଦେଖିବେ, ସେଇଟା ମୋର କେବେ ନଥିଲା ଆଶା। ଆଉ ମୁଁ ବି ସେମିତି କେବେ ପ୍ରୟାସ କରିନଥିଲି। ଆଉ ସେମିତି ଗୋଟେ ନର୍ମାଲ ଜୀବନଯାପନ ମୋର ସେମିତି, ହଁ ଏମିତି କାମ କରିବି ପୋଷିବି, ହୁଁ ଏଇଟା ନଥିଲା। ତେଣୁ ସେ ଭଗବାନଙ୍କ ବରାଦ ଯାହା ବି ହଉ ବହୁତ ଚଳଚ୍ଚିତ୍ର ସେ ପପୁ ଭାଇଙ୍କ ପାଇଁ ଯେତେବେଳେ ସେ ତରଙ୍ଗ ମ୍ୟୁଜିକରେ ମୋତେ ଦେଲେ ଫାଲତୁ କଥାର ଚାନ୍ସ, ତା ପରଠୁ ଚାଲିଛି ଚାଲିଛି। କିନ୍ତୁ ବେଶୀ ପପୁଲାରିଟି ମୁଁ ପାଇଗଲି ସେ ନାଲିଆମ୍ବ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଗୁଲୁ ବାବୁଙ୍କ ଥ୍ରୁରୁ ଆଉ।